ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ ଗାଡ଼ିକୁ ଆକ୍ରମଣ ଘଟଣାରେ ଗିରଫ ହେଲେ 4 ଜଣ। ଜଣକୁ ସର୍ତ୍ତମୂଳକ ଜାମିନ ମିଳିଥିବା ବେଳେ ଆଉ 3 ଜଣକୁ ଜେଲକୁ ପଠାଇଲା ପୋଲିସ। ସୂଚନା ମୁତାବକ ଗତ ରବିବାର ଆରୁଆଠାରେ ଅନୁଷ୍ଠିତ ହିଙ୍ଗୁଳା ଯଜ୍ଞ ଦର୍ଶନ ପାଇଁ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକମାନେ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ ବିରୋଧ କରିବା ସହ ତାଙ୍କ ଗାଡ଼ିକୁ ଆକ୍ରମଣ କରିଥିଲେ। ପୋଲିସ ପକ୍ଷରୁ 2ଟି କେସ୍ ରୁଜୁ କରାଯାଇଥିବା ବେଳେ ଆହୁରି ଗିରଫଦାରୀ ବଢ଼ିପାରେ ବୋଲି ସୂଚନା ମିଳିଛି। ତେବେ ଗିରଫ ହୋଇଥିବା 4 ଜଣ ମଧ୍ୟରୁ ମନୋଜ ଦାସକୁ ସର୍ତ୍ତମୂଳକ ଜାମିନ ମିଳିଥିବା ବେଳେ ସୁରେଶ ସାମଲ, ରାଜେନ୍ଦ୍ର ବାରିକ ଓ ସୁଶାନ୍ତ ସାମଲଙ୍କ ଜାମିନ ନାମଞ୍ଜୁର ହେବାରୁ ଯାଜପୁର ରଗଡ଼ି ଉପ କାରାଗାରକୁ ପଠାଇଛନ୍ତି ଚଣ୍ଡିଖୋଲସ୍ଥିତ ମାନ୍ୟବର ଅଦାଲତ। ଗୋଲକ ବିହାରୀ ମହାନ୍ତି, ଏପିପି ଜେଏମସି କୋର୍ଟ, ଚଣ୍ଡିଖୋଲ। এটা আমার ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିପାଇଁ ଆଜି 3 ଜଣଙ୍କୁ ଫରଳ ହେଇଥିଲା। ସୁଶାନ୍ତ ସାମଲ, ସୁରେଶ ସାମଲ ଆଉ ରାଜେନ୍ଦ୍ର ବାରିକ 3 ଜଣଙ୍କୁ ଫରଳ କରିଥିଲେ। ତାଙ୍କର ପୋଲିସ ଲଗାଇଥିଲା 109 ବେଞ୍ଚର ପୂର୍ବରୁ 307, ଯେଉଁଟାକି କୋର୍ଟ ଅଫ୍ ସେସନ୍ସ ତା ପ୍ରାଇଭେଟ୍ ଏଭିଡେନ୍ସ କଲେକ୍ଟ କରା, ତେଣୁ ସେଥିପାଇଁ ହାକିମ ତାକୁ ରିଜେକ୍ଟ କଲେ। ଆଉ ଜଣଙ୍କୁ ଗିରଫ କରାଯାଇଥିଲା ପ୍ରଥମ କଥା ମୁଁ ଏଇଟା କଥା କହୁଛି। ଏ ଟିଚର ଲାଗିଲା ରିଜେକ୍ଟ। କେତେ ଜଣ ଗିରଫ ହୋଇଥିଲେ? ଏଇ କେସ୍ 3 ଜଣ 3 ଜଣ ଫରଳ କରାହେଲା, 109 ହେଇଥିଲା, ତେଣୁ ଜେଏମସି ରିଜେକ୍ଟ କରିଦେଲେ। ଯାଜପୁରରୁ ରାସ୍ତିଲକ ମହାନ୍ତିଙ୍କ ରିପୋର୍ଟ, ଏවන් ଓଡ଼ିଶା।